ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ମାଗଣା ଯୋଜନାକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ମାଗଣା ଉପହାର ସଂସ୍କୃତିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଏହା ଦେଶର ଅର୍ଥନୈତିକ ବିକାଶରେ ବାଧା ସୃଷ୍ଟି କରୁଛି। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଅଧିକାଂଶ ରାଜ୍ୟ ରାଜସ୍ୱ ନିଅଣ୍ଟିଆ ସ୍ଥିତିରେ ଥିଲେ ମଧ୍ୟ ବିକାଶକୁ ଅଣଦେଖା କରି ଏଭଳି ମାଗଣା ସୁବିଧା ପ୍ରଦାନ କରୁଛନ୍ତି। ଯେଉଁମାନେ ଏହି ମାଗଣା ସୁବିଧାର ଆନନ୍ଦ ନେଉଛନ୍ତି ସେମାନଙ୍କ ସ୍ଥିତି ଯାଞ୍ଚ ହେବା ଉଚିତ ନୁହେଁ କି ବୋଲି କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପରବର୍ତ୍ତୀ ଖବର, ମାଲେମାଲ ହେବ ମୟୂରଭଞ୍ଜ। ବଢୁଥିବା ସୁନା ଦର ଭିତରେ ଓଡ଼ିଶାବାସୀଙ୍କ ପାଇଁ ଭଲ ଖବର। ମୟୂରଭଞ୍ଜ କାଞ୍ଜିଆ ସୁନା ଖଣିରେ ପାଖାପାଖି 1.5 ଟନ୍ ସୁନା ଅଛି। ମୟୂରଭଞ୍ଜ ମଦନ ସାହିର ଏହି ଖଣିରେ 1462 କେଜି 730 ଗ୍ରାମ ସୁନା ରହିଛି। ଜିଏସ୍ଆଇ ଦ୍ୱାରା G20 ସର୍ଭେ ପରେ ଏହା ଜଣାପଡ଼ିଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ। ଏହା ବାଦ ରାଜ୍ୟର ଦେବଗଡ଼ ଜିଲ୍ଲାର ଆଡ଼ଶ ରାମପଲ୍ଲୀ ଅଞ୍ଚଳ, କେଉଁଝର ଜିଲ୍ଲାର ଗୋପୁର ଜଳଡିହି ଅଞ୍ଚଳରେ ସୁନାପଥର ଥିବା ସନ୍ଧାନ ମିଳିଛି। ଏଠାରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି। ଏହା ବାଦ ଓଡ଼ିଶା ଖଣି ନିଗମ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ପ୍ରାରମ୍ଭିକ ଅନୁସନ୍ଧାନ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୁନା ଖଣି ଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର, ନୂଆ ଜିଲ୍ଲା ଗଠନ ପାଇଁ ସରକାର ପ୍ରସ୍ତୁତି। ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା। ଗୁରୁବାର ଓଡ଼ିଶା ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ନିକଟରେ 31ଟି ନୂଆ ଜିଲ୍ଲା ଗଠନ ପାଇଁ ବିଭିନ୍ନ ଅଞ୍ଚଳରୁ ଦାବିପତ୍ର ଓ ନିବେଦନ ପହଞ୍ଚିଛି। ଏହି ସମସ୍ତ ପ୍ରସ୍ତାବ ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ରହିଛି। ପ୍ରସ୍ତାବଗୁଡ଼ିକର ଅନୁଧ୍ୟାନ ଏବଂ ପ୍ରଶାସନିକ ଆବଶ୍ୟକତାକୁ ଭିତ୍ତି କରି ଉପଯୁକ୍ତ ସମୟରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଜିଲ୍ଲା ସହିତ ରାଜ୍ୟରେ 66ଟି ନୂତନ ଉପଖଣ୍ଡ ଗଠନ ପାଇଁ ମଧ୍ୟ ପ୍ରସ୍ତାବ ଆସିଛି, ଯାହା ପ୍ରଶାସନିକ ବିକେନ୍ଦ୍ରଣର କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ। ପରବର୍ତ୍ତୀ ଖବର, ପିୟୁସିସି ଫିଟନେସ୍ ନଥିଲେ ଆର୍ସି ବାତିଲ ହୋଇପାରେ। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ବଡ଼ ସୂଚନା ଦେଇଛନ୍ତି। ପିୟୁସିସି ଯାଞ୍ଚ ଆହୁରି କଡ଼ାକଡ଼ି ହେବ। ଗାଡ଼ି ଚାଳକ ପିୟୁସିସି ସହ ଫିଟନେସ୍ ବି କରାଇ ନିଅନ୍ତୁ। ପିୟୁସିସି ଓ ଫିଟନେସ୍ ନଥିଲେ ବାତିଲ ହେବ ଆର୍ସି ବୁକ୍। ଖାଲି ଏତିକି ନୁହେଁ, ଅମାନିଆ ଚିହ୍ନଟ ହେଲେ ବାତିଲ ହୋଇପାରେ ଆର୍ସି। ଯାଞ୍ଚ ବେଳେ ସ୍କୁଲ ବସ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ଦୋହରାଇଛନ୍ତି। ପରବର୍ତ୍ତୀ ଖବର, ଧୀରେ ଧୀରେ ବଦଳିବ ପାଗ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି। ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ ବଦଳିବାର ଆଶଙ୍କା ରହିଛି। ମତ୍ସ୍ୟଜୀବୀ ସମୁଦ୍ରକୁ ଯିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମାତ୍ର ରାଜ୍ୟରେ ବର୍ଷା ଭୟ ନାହିଁ ଓ 25 ତାରିଖ ଯାଏଁ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, କୋରାପୁଟ ପ୍ରସିଦ୍ଧ ଅଦା ଓ କଳାଜିରା ଚାଉଳ ଅନ୍ୟ ରାଜ୍ୟକୁ ରପ୍ତାନି। କୋରାପୁଟର ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଦ୍ୱାରା ସଂଗୃହୀତ 100 କୁଇଣ୍ଟାଲ ଶୁଖିଲା ଅଦା ବେଙ୍ଗାଲୁରୁକୁ, 240 କୁଇଣ୍ଟାଲ କଞ୍ଚା ଅଦା ପଞ୍ଜାବକୁ ଏବଂ 60 କୁଇଣ୍ଟାଲ ଉନ୍ନତମାନର କଳାଜିରା ଚାଉଳ ହରିୟାଣା ବଜାରକୁ ପଠାଯାଇଛି। ସିଧାସଳଖ ବଜାର ସଂଯୋଗୀକରଣ କାରଣରୁ ଚାଷୀମାନେ ବର୍ତ୍ତମାନର ବଜାର ଦର ଅପେକ୍ଷା ପ୍ରାୟ 30ରୁ 40% ଅଧିକ ଲାଭ ପାଇବେ, ଯାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ସାମୂହିକ ବିପଣୟ ପ୍ରତି ବିଶ୍ୱାସ ଜନ୍ମାଇବ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର, ବଢୁଛି ଆୟ ଆଗଉଛି ଓଡ଼ିଶା। ବିଧାନସଭାରେ ଉପସ୍ଥାପିତ ହେଲା 2025-26ର ଅର୍ଥନୈତିକ ସର୍ଭେ ରିପୋର୍ଟ। ରାଜ୍ୟର ଆର୍ଥିକ ଅଭିବୃଦ୍ଧି 7.9% ରହିବା ନେଇ ଆକଳନ କରାଯାଇଛି।
2025-26ରେ ରାଜ୍ୟର ମୁଣ୍ଡ ପିଛା ଆୟ 9.2% ବୃଦ୍ଧି ପାଇ 1,86,761 ଟଙ୍କାରେ ପହଞ୍ଚିଛି, ଯାହାକି ଜାତୀୟ ହାରଠାରୁ ଅଧିକ। ସର୍ବଭାରତୀୟ ସ୍ତରରେ ଏହି ସମୟର ମୁଣ୍ଡ ପିଛା ଆୟ 6.9% ଥିବା ବେଳେ ଓଡ଼ିଶାରେ ଏହା 9.2% ରହିଛି। ପରବର୍ତ୍ତୀ ଖବର, ଜମିର ମାଟି ରକ୍ଷା ପାଇଁ ଆଗେଇ ଆସନ୍ତୁ ଯୁବବର୍ଗ। ମାଟିର ଗୁଣବତ୍ତା ରକ୍ଷା ଓ ଚାଷୀ ସାରର ସନ୍ତୁଳିତ ଉପଯୋଗକୁ ପ୍ରୋତ୍ସାହନ ପାଇଁ ସାରା ବିଭାଗ ସିଧାସଳଖ ଯୁବବର୍ଗଙ୍କ ପରାମର୍ଶ ଲୋଡୁଛି। ଏହି ପରିପ୍ରେକ୍ଷୀରେ ସାର ସଚିବ ରଜତ କୁମାର ମିଶ୍ର ବୁଧବାର ହିନ୍ଦୁସ୍ତାନ ସାର ଏବଂ ରାସାୟନିକ ଲିମିଟେଡ୍ ଏବଂ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ୍ରେ କାର୍ଯ୍ୟରତ ପ୍ରାୟ 100 ଜଣ କୃଷି ସ୍ନାତକଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଦୀର୍ଘ ସମୟ ଆଲୋଚନା କରିଛନ୍ତି। ପରବର୍ତ୍ତୀ ଖବର, ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଝଟକା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଝଟକା। ଘରୋଇ ହସ୍ପିଟାଲରେ ଚିକିତ୍ସା ଆବେଦନକୁ ଖାରଜ କଲେ ବ୍ରହ୍ମପୁର ଏଡିଜି-3 କୋର୍ଟ। ଜେଲ୍ ମାନୁଆଲ ଅନୁଯାୟୀ ବିକ୍ରମଙ୍କ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବିକ୍ରମଙ୍କ ଅପରେସନ ହେବ। ଚିକିତ୍ସା ଓ ଅସ୍ତ୍ରୋପଚାର ସମୟରେ ଉପସ୍ଥିତ ରହିପାରିବେ ଘର ଲୋକ। ଗଲ ବ୍ଲାଡର ଷ୍ଟୋନ୍ ଅପରେସନ ପାଇଁ ବିକ୍ରମ ପଣ୍ଡା ସମ୍ମତି ଦେଇସାରିଛନ୍ତି।